ଆଜି ଆପଣଙ୍କୁ ଏକ ବଢ଼ିଆ ଗପଟେ ଶୁଣେଇବି। ଗପଟିର ନାଁ ହେଉଛି ତୃତୀୟ ନିୟମ ଏବଂ ଏ ଗପଟି ଲେଖିଛନ୍ତି ଆମର ବଡ଼ ଭାଇ ବିଭୁ ହୋତା, ବର୍ତ୍ତମାନ ସମୟରେ ଜଣେ ପ୍ରସିଦ୍ଧ କଥାକାର ଗାଳ୍ପିକ ବିଭୁ ହୋତା। ଏ ଗପଟିର ନାଁ ହେଉଛି ତୃତୀୟ ନିୟମ। ଧ୍ୟାନ ଦେଇ ଶୁଣିବେ, ବହୁତ ଆନନ୍ଦ ଲାଗିବ। ପ୍ରତ୍ୟେକ କ୍ରିୟାର ସମାନ ଓ ବିପରୀତ ପ୍ରତିକ୍ରିୟା ଥାଏ। କଳାପଟାରେ ଏଇ ଧାଡ଼ିଟି ଲେଖିସାରି ରଘୁସାର ଉଦାହରଣ ଛଳରେ ନ୍ୟୁଟନଙ୍କ ତୃତୀୟ ନିୟମଟିକୁ ବୁଝାଇଲେ। କେମିତି ଡଙ୍ଗାରୁ କୂଳକୁ ଡେଇଁବା ବେଳେ ଏହାର ପ୍ରୟୋଗ ହୋଇଥାଏ, କେମିତି ମଧ୍ୟ ବନ୍ଧୁକରୁ ଗୁଳି ଫୁଟିବା ବେଳେ ଏହି ନିୟମଟି ଅନୁଭବ ହୁଏ, ସବୁ କିଛି ସାର୍ ବୁଝାଇଲେ ପ୍ରାଞ୍ଜଳ ଭାବରେ। ଶେଷରେ ରଘୁସାର ମଧ୍ୟ ଆଉ ଗୋଟାଏ ଉଦାହରଣ ଦେଲେ। ତୁମ ଗାଲକୁ ଚଟକଣା ଦେବା ବେଳେ ତୁମକୁ ଯେତିକି କଷ୍ଟ ହୁଏ, ମାଡ଼ ଦେଇଥିବା ଲୋକକୁ ମଧ୍ୟ ସେତିକି କଷ୍ଟ ହୁଏ। ଏତିକି ବେଳେ ପଛ ବେଞ୍ଚ ଆଡୁ ଧଡ଼ ଧାଡ଼ ଖଡ ଖାଡ ଶୁଭିଲା। ସବୁ ପିଲା ଓ ମାଷ୍ଟ୍ରେ ସେଇ ବେଞ୍ଚକୁ ଅନାଇଲେ। ସେଠି ଦୁଇଟା ପିଲା ଚଟକଣା ଦିଆଦେଇ ହେଇ ତତ୍ତ୍ୱଟିର ତୁରନ୍ତ ପ୍ରୟୋଗ କରୁଥିବାର ସେମାନେ ଦେଖିଲେ। କିରେ ବାନା, ରଘୁସାର ଅନିଶା କଲେ। ଆଜ୍ଞା, କଣ ହେଉଛି ସେଠି? ଶେଷ ଉଦାହରଣର ପରୀକ୍ଷା। ବଦମାସ, ଏଠିକି ଆସିଲୁ ଆଗ ତୁ, ତୋ ପରୀକ୍ଷା ଛଡଉଛି। ବାନା କିନ୍ତୁ ସେଇଠି ଠିଆ ହେଲା। ବାନା ଏଥର ବୋଇଲା, ସାର୍, ଆପଣ ଏଇ ଶେଷ ଉଦାହରଣଟି ଦେବା ପରଠୁ ମୁଁ ଢାଏ ଢାଏ କରି କଷ ଚଟକଣା ଦି ଚାରିଟା ଦେଇ ସାରିଲିଣି ଜଟିଆକୁ। ହେଲେ ସେ ନୀରବ, ବରଂ ହସୁଛି, କହୁଛି ମତେ କିଛି କାଟୁନି। ନ୍ୟୁଟନଙ୍କ ତୃତୀୟ ନିୟମ ଠିକ, ହେଲେ ଏଇ ମାଡ଼ଖିଆ ଉଦାହରଣଟା ସମ୍ପୂର୍ଣ୍ଣ ଭୁଲ। କଣ ହେଲା? ରଘୁସାର କଥାରେ କ୍ରୋଧ ମିଶେଇ ପଚାରିଲେ। ନ୍ୟୁଟନଙ୍କ ତୃତୀୟ ନିୟମର ଏଇ ଶେଷ ଉଦାହରଣଟା ଭୁଲ? ନାଇଁ ନାଇଁ ଭୁଲ। ଏଠିକି ଆସିଲୁ ଜଟ। ପେଣ୍ଟ ମୋଡି ମାଡି କରି ଏଥର ଜଟିଆ ଠିଆ ହେଲା। ସବୁ ପିଲା ତାକୁ ଅନାଇଲେ ଏକ ଆଖିରେ। ଡେଙ୍ଗା ଡାହାଳିଆ ପିଲାଟା। କାନ କୁଣ୍ଡେଇ କାଣ୍ଡେଇ ସେ ମାଷ୍ଟରଙ୍କ ପାଖକୁ ଆସିଲା। ରଘୁସାର ତାକୁ ନିରେଖି ଅନେଇଲେ। ଜଟିଆର ଗାଲରେ 5 ଆଙ୍ଗୁଳିଆ ନାଲିଗାର ପଡି ସାରିଥିଲା ବାନାର ଚଟକଣାରେ। ତୋତେ ଲାଗୁଛି ଯାହା ପଢେଇଲି, ଯାହା ମୁଁ ବର୍ଷ ବର୍ଷ ଧରି ପଢେଇ ଆସୁଛି ତାହା ଭୁଲ? ଯାହା ଦଶନ୍ଧି ଦଶନ୍ଧି ଧରି ପୃଥିବୀର ଲୋକ ପଢି ଆସୁଛନ୍ତି ତାହା ଭୁଲ? ନ୍ୟୁଟନଙ୍କ ତୃତୀୟ ନିୟମ ଭୁଲ ନୁହେଁ ଆଜ୍ଞା। ଏଇ ଯେଉଁ ଶେଷ ଉଦାହରଣଟି ଆପଣ ଦେଲେ। ଆଉ ସମ୍ଭାଳି ପାରିଲେନି ରଘୁସାର। ଢି ଢା କରି ଆଉ 2-4ଟା ଚଟକଣା ବସାଇ ଦେଲେ ଜଟିଆ ଗାଲରେ। ତଥାପି ନିରୁତ୍ତର ଜଟିଆ। କିଛି ପ୍ରତିକ୍ରିୟା ମଧ୍ୟ ନାହିଁ ତାର। ଗାଲ ତାର ଆହୁରି ଲାଲ ପଡି କଟକଟ ପଡି ଆସିଥାଏ। ସେତେବେଳକୁ ମାଷ୍ଟ୍ରେ ଜଟିଆର ଆଖିରେ ଆଖି ମିଶାଇଲେ କେଇ କ୍ଷଣ। ଆଶ୍ଚର୍ଯ୍ୟ, ପିଲାଟାକୁ ସତରେ କାଟୁନି। କିନ୍ତୁ ତାଙ୍କ ହାତକୁ ତ କାଟିଲା ଯେତେବେଳେ ସେ ଜଟିଆର ଠେପରା ଚୋଲା ଗାଲରେ ଉଦାହରଣଟାକୁ ପ୍ରମାଣିତ କରିବା ପାଇଁ ଜୋରରେ ପିଟିଲେ। ଜଟିଆ ଆଖିରୁ ଆଖି ଛାଡୁନି ଜମା। ସେ ସେଇମିତି ରଘୁସାରଙ୍କ ମୁହଁକୁ ଅନେଇଛି। ତୋତେ ସତରେ କାଟୁନି ନା ମୋତେ ଭୁଲ ପ୍ରମାଣିତ କରିବା ପାଇଁ ତୁ କାଠେଇ ଯାଇଛୁ? ମାଷ୍ଟ୍ରେ ନୀରବତା ଭଙ୍ଗ କରି ପଚାରିଲେ। ତଥାପି ନୀରବ ଜଟିଆ। ଠିଆ ପଥର ପାଲଟି ସାରିଥିଲା ସେ ସତେ ଅବା। ଜଟିଆ, ଜଟିଆ, ଆରେ ଉତ୍ତର ଦଉନୁ। ମୁଁ ପିଟିଲି, ସାର୍ ପିଟିଲେ, ତଥାପି ତୋତେ କାଟୁନି? ଏଥର କଣ ତୁ କହିପାରିବୁ ଶେଷ ଉଦାହରଣଟା ଭୁଲ ବୋଲି? ବାନା ପଚାରିଦେଲା। ଭୁଲ ଭୁଲ ଭୁଲ। ଉତ୍କଣ୍ଠାକୁ ଚିରି ଦେଇ ଶୁଭିଲା ଜଟିଆର ତୁଣ୍ଡ। ଆବେଗରେ ସେ ଥରୁଥାଏ। ନ୍ୟୁଟନଙ୍କ ତୃତୀୟ ନିୟମ ଠିକ। ବନ୍ଧୁକରୁ ଗୁଳି ବାହାରିଲେ ପଛକୁ ଝୁଙ୍କିବା ଠିକ। ଡଙ୍ଗାରୁ କୂଳକୁ ଡେଇଁଲେ ଠେଲା ଅନୁଭବ ଠିକ। ହେଲେ କେହି ବାଡେଇଲେ ସବୁବେଳେ ମାଡ଼ କାଟିବାଟା ଭୁଲ ଭୁଲ। ଯଦି ସେଠି ସମ୍ପର୍କର ଗାଢ ଥାଏ, ତେବେ ସେ ମାଡ଼ ଆଦୌ କାଟେନି। ଆଦୌ ଆଦୌ ନୁହେଁ। ମନେ ଅଛି ସାର୍, ମନେ ଅଛି ମୋର ବାପା ଯେତେବେଳେ ମୋ ବୋଉକୁ ପିଟୁଥିଲା, କାହିଁ ମୋ ବୋଉ ତ ମୋଟେ ବି କାନ୍ଦୁ ନଥିଲା। ଆଜି ସିନା ବାପା ନାହିଁ ବୋଲି, ତଥାପି ମୋ ବୋଉ ଆଜି ବାପାର ମାଡ଼ ଗାଳିକୁ ଝୁରେ। ଆଉ ତୁ ବାନା, ତୁ ମୋ ସାଙ୍ଗ। ଆରେ ତୁ ମତେ 4 ଚଟକଣି ଦେଲୁ, କାଟିବ କାହିଁକି? ସେ ଚଟକଣାରେ ତ ସ୍ନେହ ବୋଳିବାଳି ହୋଇଛି। ଆଉ ରଘୁସାର, ସାର୍ ପରା ଚଳନ୍ତି ଦେବତା। ସିଏ କଣ ଆମକୁ ଦଣ୍ଡ ଦେବେ କିରେ? ସେ ଦଣ୍ଡରେ ପରା ଆଶୀର୍ବାଦ ରହିଛି। ତାଙ୍କ ମାଡ଼ କାଟିବ କାହିଁକି? ଜଟିଆ ଆଉ କିଛି କହିପାରିଲାନି। ମଶାଣିର ମୌନ ପଣରେ ସାରା ଶ୍ରେଣୀ ନୀରବ। ରଘୁସାର ତାଙ୍କ ମାଡ଼ଦିଆ ଡାହାଣ ହାତର ପାପୁଲିକୁ ଅନେଇଥାନ୍ତି ଏକାଲୟରେ। ଏଥର ସେ ଜଟିଆ, ବାନା ଓ ସବୁ ଶ୍ରେଣୀ ପିଲାଙ୍କୁ ଥରୁଟିଏ ଲେଖାଏଁ ଅନାଇ ଦେଲେ ଓ ଆଖି ବନ୍ଦ କରି କହିଲେ, ପିଲେରେ, ଏଥର ଚେଷ୍ଟା କରିବି ବିଜ୍ଞାନ ପଢେଇବା ବେଳେ ସେଥିରେ କଳା ମିଶେଇ ତାକୁ ତମ ଆଗରେ ପରସି ଦେବା ପାଇଁ। ନହେଲେ ମତେ କାହିଁ ଲାଗୁଛି ପାଠ ପଢା ଅଧୁରା ରହିଯିବ ରେ। ସାର୍ ଏକାମୁହଁ କ୍ଲାସରୁ ବାହାରି କମନ ରୁମକୁ ପଳେଇଲେ। ଶ୍ରେଣୀରେ ରହିଗଲା ଏକ ବିଶ୍ୱବନ୍ଦିତ ତତ୍ତ୍ୱର ଭାରତୀୟ ବ୍ୟାଖ୍ୟାନୁଭୂତି ଓ ସାରଙ୍କ ଆଖିରୁ ତାଙ୍କ ଅଜାଣତରେ ପଡିଥିବା କେଉଠୋପା ଲୁହ ବିନ୍ଦୁ।